ମୋ କବିତାର ଶୀର୍ଷକ କାନ ଶୁଣା କଥା। ଶ୍ରୀରାମ ଶୁଣିଲେ ଧୋବା ଓ ଧୁବୁଣି, ଲାଗିଛନ୍ତି ଯେଉଁ କଳି। ସୀତା ସତୀଙ୍କର ଚରିତ୍ର ସଂହାର, ସଂସ୍କାର ପଡ଼ୁଛି ବଳି, ସଂସ୍କାର ପଡ଼ୁଛି ବଳି। ଅଚିରେ ଛାଡ଼ିଲେ ଲକ୍ଷ୍ମଣ ସହିତେ, ଅଚିରେ ଛାଡ଼ିଲେ ଲକ୍ଷ୍ମଣ ସହିତେ, ସୀତାଙ୍କୁ ବନବାସରେ ରଖିଥିଲେ ଟେକ ଦଶରଥ ସୁତ, ପ୍ରଜା ବତ୍ସଳ ଭାବରେ, ପ୍ରଜା ବତ୍ସଳ ଭାବରେ। ଶୁଣି ଦୁର୍ଯ୍ୟୋଧନ ଶକୁନି ବଚନ, ଦ୍ୟୁତ କ୍ରୀଡ଼ା ଆରମ୍ଭିଲେ, କୁରୁ ସଭାସ୍ଥଳେ ଦ୍ରୌପଦୀ ବସନ, ଦୁଃଶାସନ ଖୋଲିଦେଲେ, ଦୁଃଶାସନ ଖୋଲିଦେଲେ। ଆରମ୍ଭ ହୋଇଲା କୁରୁକ୍ଷେତ୍ର ଯୁଦ୍ଧ, କୁରୁ ବଂଶନାଶ ହେଲା, ଅଧର୍ମ ଉପରେ ଧର୍ମର ଜୟ, ବିଜୟ ବାନା ଉଡ଼ିଲା, ବିଜୟ ବାନା ଉଡ଼ିଲା। ଶୁଣିଲେ କୈକେୟୀ ମନ୍ଥରା ବଚନ, ବର ମାଗିଲେ ଯେ ସନେ, ରାମ ଯାଉ ବନେ 14 ବରଷ, ଭରତ ବସୁତା ସ୍ଥାନେ, ଭରତ ବସୁତା ସ୍ଥାନେ। ଭାତୃଭକ୍ତ ସେ ଯେ ଭରତ କୁମାର, କଠଉ ମାଗି ଆଣିଲେ, ସିଂହାସନେ ରଖି ଶ୍ରୀରାମ ଫେରିବା ଯାଏଁ ପୂଜା କରୁଥିଲେ, ଯାଏଁ ପୂଜା କରିଥିଲେ। ବିଭୀଷଣ ବାକ୍ୟ ଶୁଣିଲେ ଶ୍ରୀରାମ, ରାବଣର ଭେଦ ମାନ, କାହିଁ ମରୁନାହିଁ ଜାଣିଲେ ଯେ କ୍ଷଣି, ନାଭିକୁ ମାରିଲେ ବାଣ, ନାଭିକୁ ମାରିଲେ ବାଣ। ରାବଣ ଅଟଇ ମହାଗୁଣୀ ଜ୍ଞାନୀ, ଶ୍ରୀରାମ ପ୍ରାର୍ଥନା କଲେ, ଅଗାଧ ଜ୍ଞାନରୁ କାଣିଚାଏ ଦାନ, କରିଦିଅ ମୋତେ ବୋଲେ, କରିଦିଅ ମୋତେ ବୋଲେ। ସୀତାଙ୍କ ବଚନ ଶୁଣିଲେ ଲକ୍ଷ୍ମଣ, ସ୍ୱର୍ଣ୍ଣ ହରିଣୀ ଛଳରେ, ମୃଗତୃଷ୍ଣା ପରି ଲାଗୁଥିଲା ସତେ, ତୁଚ୍ଛା ମରୁଭୂମିଟାରେ, ତୁଚ୍ଛା ମରୁଭୂମିଟାରେ। ସୀତାଙ୍କ କଥାରେ ଅନୁଜ ଲକ୍ଷ୍ମଣ, ତିନି ଗାର ଦେଲେ ଟାଣି, ବିପଦରେ ଭାଇ ପଡ଼ିଛନ୍ତି ଭାବି, ତ୍ରାହି ଲକ୍ଷ୍ମଣ ଶୁଣି, ତ୍ରାହି ଲକ୍ଷ୍ମଣ ଶୁଣି। ଗାର ଲଙ୍ଘିଗଲେ ବିପଦେ ପଡ଼ିଲେ, ସତୀ ସୀତା ଶିରୋମଣି, ଛଦ୍ମବେଶୀ ଦୁଷ୍ଟ ରାବଣ ଧରିଲା, ଟେକି ନେଲା ସେହି କ୍ଷଣି, ଟେକି ନେଲା ସେହି କ୍ଷଣି। ଗୁରୁ ଦ୍ରୋଣାଚାର୍ଯ୍ୟ ଶୁଣିଲେ ଯେ କଥା, ଘୂରି ଗଲା ତାଙ୍କ ମଥା, ଅଶ୍ୱତ୍ଥାମା ହତ ନରେବା ଗୁଞ୍ଜରେ, ଶୁଣି ଲାଗିଥିଲା ବ୍ୟଥା, ଶୁଣି ଲାଗିଥିଲା ବ୍ୟଥା। ତେଜିଲେ ସେ ଅସ୍ତ୍ର ଯୁଦ୍ଧରୁ ବିରତ, ଘଟିଥିଲା ଯେଉଁ କଥା, ଯଶୋଦା ନନ୍ଦନ ଭିଆଇଲେ ଯାହା, ସବୁ ତ ଗୀତାର କଥା, ସବୁ ତ ଗୀତାର କଥା, ସବୁ ତ ଗୀତାର କଥା।